ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଭଉଣୀମାନେ, ସମସ୍ତଙ୍କର ବହୁତ ଦିନର ଦାବି ଅଣ୍ଡା ଦର ବୃଦ୍ଧି, ଯାହାକି ଗତ ମାସଠାରୁ ହୋଇସାରିଛି। ଆଉ ସେଥିପାଇଁ କେନ୍ଦ୍ରରେ ବଣ୍ଟନ ସମୟରେ କିଶୋରୀ ବାଳିକାଙ୍କୁ ସପ୍ତାହକୁ 4ଟି ଲେଖାଏଁ, ମୋଟ ମାସକୁ 16 ଗୋଟି ଅଣ୍ଡା ଏବଂ ଅନ୍ୟ ହିତାଧିକାରୀମାନଙ୍କୁ ସପ୍ତାହକ 3 ଗୋଟି ଲେଖାଏଁ କରି ମାସକ 12ଟି ଅଣ୍ଡା THR ଦିଆଯାଉଛି। ସେହିଭଳି ପ୍ରିସ୍କୁଲରେ ସପ୍ତାହକ 5 ଦିନ ଶିଶୁଙ୍କୁ ଅଣ୍ଡା ଖାଇବାକୁ ଦିଆଯାଉଛି। ଆଉ ଏଥିପାଇଁ ଟଙ୍କା ମଧ୍ୟ ଆସିସାରିଛି। କିନ୍ତୁ ଅନେକମାନେ ଏବେ ବି ବୁଝିପାରୁନାହାନ୍ତି। ଏଭଳିକି ସୁପରଭାଇଜର ମାନେ ମଧ୍ୟ ଗରମ ରନ୍ଧା ଖାଦ୍ୟରେ ଅଣ୍ଡାର ଦାମ 5 ଟଙ୍କା ହିସାବରେ ବିଲ୍ କରିବାକୁ କହୁଛନ୍ତି। 5+2 ହେବ, କିନ୍ତୁ କେବଳ THRର ଅଣ୍ଡା ଦର ବୃଦ୍ଧି ପାଇଛି, SNPର ବୃଦ୍ଧି ହୋଇନାହିଁ ବୋଲି ଅଙ୍ଗନବାଡ଼ି କର୍ମଚାରୀମାନଙ୍କୁ କହୁଛନ୍ତି। କିନ୍ତୁ ସେମାନେ ବି ବୁଝିବା ଦରକାର ଯେ ଅଣ୍ଡା ତ ଅଣ୍ଡା। ଅଣ୍ଡା କ'ଣ THR ଏବଂ ଗରମ ରନ୍ଧା ଖାଦ୍ୟର ଅଲଗା ଅଲଗା ରହେ? ସମସ୍ତେ ଜାଣିଛନ୍ତି SNP ଦର ବୃଦ୍ଧି ହୋଇନାହିଁ, କିନ୍ତୁ ଅଣ୍ଡାର ଦର ବୃଦ୍ଧି ହୋଇଛି। ଅର୍ଥାତ୍ ଯେଉଁଦିନ ଅଣ୍ଡା ଦେବାର ନାହିଁ, ସେଦିନ ଶିଶୁ ପ୍ରତି 2 ଟଙ୍କା କମ୍ ପଡ଼ିବ। କେବଳ ଅଣ୍ଡା ଦିନ ଗରମ ରନ୍ଧା ଖାଦ୍ୟରେ 2 ଟଙ୍କା ମିଶିବ। ଆଉ ଏଥିପାଇଁ ଟଙ୍କା ଆସିଯାଇଥିବା ସତ୍ତ୍ୱେ ବୁଝି ନ ପାରିବା ଅତ୍ୟନ୍ତ ଦୁଃଖର ବିଷୟ। ଆଉ ଏହି ବ୍ଲଗ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କର୍ମୀ ଭଉଣୀମାନଙ୍କୁ ଅନୁରୋଧ କରେ କି କେହି ନିଜ କର୍ତ୍ତବ୍ୟରେ ଅବହେଳା ନ କରି ସରକାରଙ୍କ ନୀତି ନିୟମ ପାଳନ ପୂର୍ବକ ହିତାଧିକାରୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ଜନସେବା ହିଁ ଆମର ଧର୍ମ ଭାବି କାର୍ଯ୍ୟ କରନ୍ତୁ। ମାନଦେୟ ତ ବଢ଼ିବ ନିଶ୍ଚୟ, କିନ୍ତୁ ମାନଦେୟ ଯେମିତି ବଢ଼ି ବଢ଼ି ଚାଲିବ, କାମ ମଧ୍ୟ ବଢ଼ି ଚାଲିଥିବ। ଏଣୁ ଯେତିକି କାମ ଅଛି ଆମେ ତାକୁ ସଠିକ୍ ଢଙ୍ଗରେ କରିବା ଏବଂ ମାନଦେୟ ପାଇଁ ମଧ୍ୟ ଜୋରଦାର ଲଢ଼େଇ କରିବା। ଧନ୍ୟବାଦ।